ମୁଁ କରିଦେଇଛି ହେଲି ତା ନମସ୍କାର ଦାଦା ମୁଁ ଅଳକାନନ୍ଦ କମ୍ପାନୀରୁ ଆସିଥିଲି ଆଜ୍ଞା ଅଳକାନନ୍ଦ ସିଡ୍ସ କମ୍ପାନୀରୁ ଆସିଥିଲି ଆପଣଙ୍କୁ ଯେଉଁ ଡେମୋଷ୍ଟ୍ରେସନ୍ ଆମେ କରିଥିଲୁ AK-47 ଅଳକାନନ୍ଦର ଏଇ ଯେଉଁ ଧାନଟା ରୁଇଛନ୍ତି ଏଇଟା କେମିତିକା ହେଇଛି ଆପଣଙ୍କର? ନା ଭଲ ହେଇଛି କମ୍ ସାର ମାନେ ଏକା ଥରେ ସାର ଦିଆଯାଇଥିଲା। ଆଚ୍ଛା ପିଲୋ କେତେଟା ହେଇଛି ଆପଣଙ୍କର? କିଲୋ 25-30 ହେଇଛି। 25-30 ହେଇଛି ଆଜ୍ଞା। ଆଚ୍ଛା ଆଚ୍ଛା ଆପଣ ଏ ଧାନ ଚାଷ କରି ଖୁସି ଅଛନ୍ତି? ହଁ ଖୁସି ହେଇଛି। ଆଚ୍ଛା ଆପଣ ଯେଉଁ ଏଇଟା ଆମର ଆକ୍ଚୁଆଲି ରବି ସିଜନ୍ରେ ଏ ଧାନଟା ଆପଣଙ୍କୁ ଡେମୋଷ୍ଟ୍ରେସନ୍ ପାଇଁକି ଆମେ କରିକି ଦେଇଥିଲୁ ହେଲା କି ତେଣୁ ଆପଣ ଯେଉଁ ଚାଷଟା କରିଛନ୍ତି ଇଏ ରବିରେ କ'ଣ ଏଇ ଧାନ କରିବେ ନା ଅଲଗା ଧାନ କରିବେ? ଏଇ ଧାନ କରି ଆସୁ ଆପଣ ଆଡ଼ଭର୍ଟାଇଜ୍ ଟିକେ ଆପଣଙ୍କ ପାଖାପାଖି ଲୋକଙ୍କୁ ଟିକେ କରୁନାହାନ୍ତି? ମୁଁ ତ କହିଛି ସମସ୍ତେ ତ ଲୋକ କହିଛି। ଆଚ୍ଛା ଆପଣ ଯେଉଁ ଏଇ ଧାନଟା ରୁଇଲେ ଆପଣ ଏହାର କ'ଣ ଉପକାରିତା ଲାଭ ମାନେ ପାଇଲେ? ରୋଗ ଲାଗୁନି। ରୋଗ ଲାଗୁନାହିଁ ଆଉ ଧାନ କେରା? ଧାନ କେରା ଯେତିକି ହେବା କଥା ହେଇଛି। ବଡ଼ ହେଇଛି 200 ହେଇଛି କେରା। ଆପଣ ତ ଦେଖିପାରୁଛନ୍ତି ଧାନ କେରା ତ 200-220 ହେବ ଅଛି ହେଲା କି? 220 ତାହେଲେ ଆପଣ ଏବେ ଖୁସି ଅଛନ୍ତି ତ ଦାଦା? ରହୁଛି ଆଜ୍ଞା ନମସ୍କାର।